ଶୁଖିଲା କାଶ ହେଉଥିଲେ କ'ଣ କରିବେ? ପ୍ରତିଦିନ 5ଟି ଲିମ୍ବ ପତ୍ର ଓ 5ଟି ତୁଳସୀ ପତ୍ର ଖାଇଲେ ଜୀବନରେ କ୍ୟାନ୍ସର ହେବାର ସମ୍ଭାବନା କମିଯାଏ। ମନେ ରଖନ୍ତୁ, ପାନର ମଝି ଶିରା ଖାଇବେ ନାହିଁ, ଏହା ବହୁତ କ୍ଷତିକାରକ। ଶୁଖିଲା କାଶ ହେଉଥିଲେ ପ୍ରତ୍ୟେକ ଦିନ ସେଓ ଖାଇଲେ ତାହା ଦୂର ହୋଇଥାଏ। ଘରର କାନ୍ଥ, କବାଟ ଓ ମନିପର୍ସରେ କେବେ ଗାର ପକାନ୍ତୁ ନାହିଁ, ଏହା ଅଶୁଭ। ଘରୁ ବାହାରକୁ ଯିବା ସମୟରେ ଯଦି ଘର ଲୋକ କିଛି ବିରି ତୁମ ଉପରକୁ ଫୋପାଡ଼ି ଦିଅନ୍ତି, ତେବେ ବହୁତ ଶୁଭ ହୋଇଥାଏ। ସନ୍ଧ୍ୟା ପୂର୍ବରୁ ଘରର ବଲ୍ ଜଳାନ୍ତୁ ଓ ସକାଳୁ ଘର ନ ଓଳେଇଲା ପର୍ଯ୍ୟନ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଜୟ ଜଗନ୍ନାଥ। ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ବାଟ ଚାଲୁ ଚାଲୁ ସରିଗଲା କେବେ, ପାରିଲିନି ଟିକେ ଜାଣି। କହିବାକୁ ଥିଲା କେତେ କଥା ବନ୍ଧୁ, ବାକି ରହିଗଲା ପୁଣି। ତମ କଥା ବନ୍ଧୁ ମନେ ପଡ଼ିଗଲା, ଜୀବନଟା ଯାଉ